ନମସ୍କାର ବନ୍ଧୁଗଣ ସନ୍ତାନ ହେଉଛି ଆମର କର୍ମ। ସନ୍ତାନ ଓ ଆତ୍ମା ମଧ୍ୟରେ ସଂଯୋଗର ଗୁପ୍ତ ରହସ୍ୟ। ମନୁଷ୍ୟ ଜୀବନର ସବୁଠୁ ଗଭୀର ସତ୍ୟ ମଧ୍ୟରୁ ଗୋଟିଏ ହେଉଛି ଆମେ ଯାହା କରୁ ସେହି କର୍ମର ଫଳ ଆମକୁ ଫେରି ମିଳେ। କିନ୍ତୁ ଶାସ୍ତ୍ର କହେ ସେହି କର୍ମର ଫଳ ସର୍ବଦା ଧନ, ଦୁଃଖ କିମ୍ବା ସୁଖ ଆକାରରେ ନୁହେଁ। କେତେବେଳେ ସେହି କର୍ମ ସନ୍ତାନ ରୂପେ ଆମ ଜୀବନକୁ ଆସେ। ସେଥିପାଇଁ କୁହାଯାଏ ଆପଣଙ୍କ ସନ୍ତାନ ହିଁ ଆପଣଙ୍କ କର୍ମର ଜୀବନ୍ତ ଫଳ। କର୍ମ କ'ଣ? ସରଳ ଭାଷାରେ ଗୀତା କହେ କର୍ମଣ୍ୟବଧିକାରସ୍ତୁ। କର୍ମର ଅର୍ଥ ଆପଣଙ୍କ କଥା, ଆପଣଙ୍କ ଭାବନା, ଆପଣଙ୍କର ଉଦ୍ଦେଶ୍ୟ, ଆପଣଙ୍କ କାର୍ଯ୍ୟ। ଏହିସବୁ ମିଶି କର୍ମ ବୀଜ ତିଆରି କରେ। ସେହି ବୀଜ ଗୋଟିଏ ଦିନ ଫଳ ଦିଏ। ସନ୍ତାନ କେବଳ ଶରୀର ନୁହେଁ, ଏକ ଆତ୍ମା। ଆମେ ଭାବୁ ମୋ ସନ୍ତାନ ମୋର ରକ୍ତର ଅଂଶ, କିନ୍ତୁ ଶାସ୍ତ୍ର କହେ ସନ୍ତାନ ହେଉଛି ଗୋଟିଏ ଆତ୍ମା ଯାହା ଆପଣଙ୍କ କର୍ମ ସହିତ ବନ୍ଧା। ସେ ଆତ୍ମା ଆପଣଙ୍କର ପୂର୍ବଜନ୍ମ ସହିତ ଯୋଗ ରଖିଥାଇପାରେ, କିମ୍ବା ଆପଣଙ୍କ ଦ୍ୱାରା କୌଣସି ଋଣ ଥାଇପାରେ, କିମ୍ବା ଆପଣଙ୍କ ଦେବାକୁ କିଛି ଶିଖାଇବାକୁ ଆସିଥାଏ। ଗରୁଡ଼ ପୁରାଣ ଓ ସନ୍ତାନର ରହସ୍ୟ। ଗରୁଡ଼ ପୁରାଣ ଅନୁସାରେ ଯେଉଁ ଆତ୍ମା ସହିତ ପୂର୍ବଜନ୍ମରେ ଘନିଷ୍ଠ କର୍ମ ଥାଏ, ସେହି ଆତ୍ମା ପୁନଃ ସନ୍ତାନ ରୂପେ ଜନ୍ମ ନେଇଥାଏ। ସେଥିପାଇଁ କେତେକ ସନ୍ତାନ ଜନ୍ମ ହୋଇଥିବା ଦିନରୁ ମା ବାପାଙ୍କ ସହିତ ଗଭୀର ସମ୍ପର୍କ ରଖନ୍ତି। କେତେକ ସନ୍ତାନ କଷ୍ଟ ଦେଇଥାନ୍ତି, ଆଉ କେତେକ ସନ୍ତାନ ଆଶୀର୍ବାଦ ହୋଇଥାନ୍ତି। ଭଲ ସନ୍ତାନ ପୁଣ୍ୟକର୍ମ, ଯଦି ସନ୍ତାନ ଆଜ୍ଞାକାରୀ, ସନ୍ତାନ ଭକ୍ତିଶୀଳ, ସନ୍ତାନ ମା ବାପାଙ୍କୁ ସମ୍ମାନ କରେ, ତେବେ ଶାସ୍ତ୍ର କହେ ଏହା ପୂର୍ବଜନ୍ମର ପୁଣ୍ୟକର୍ମର ଫଳ। କଷ୍ଟଦାୟକ ସନ୍ତାନ ଋଣ ଶୋଧ। କିନ୍ତୁ ସନ୍ତାନ ଯଦି ଅଜ୍ଞାନକାରୀ, ସନ୍ତାନ ଯଦି ଦୁଃଖ ଦେଉଛି, ସନ୍ତାନ ଯଦି ଅଶାନ୍ତି ଆଣୁଛି, ତେବେ ଏହାକୁ ଶାସ୍ତ୍ର କହେ କର୍ମ ଋଣ ଶୋଧ। ଅର୍ଥାତ୍ ଆପଣ ପୂର୍ବଜନ୍ମରେ କାହାକୁ କଷ୍ଟ ଦେଇଥିଲେ, ସେହି ଆତ୍ମା ଆଜି ସନ୍ତାନ ରୂପେ ଆସିଛି। ସନ୍ତାନ କାହିଁକି ଆପଣଙ୍କୁ ଶିଖାଏ? ଭଗବାନ କେବେ ସିଧାସଳଖ ଆସନ୍ତି ନାହିଁ। ସେ ସନ୍ତାନ ମାଧ୍ୟମରେ ଆପଣଙ୍କୁ ଶିଖାନ୍ତି ଧୈର୍ଯ୍ୟ, କ୍ଷମା, ନିଷ୍କାମ ପ୍ରେମ, ତ୍ୟାଗ। ସେଥିପାଇଁ ସନ୍ତାନ ହେଉଛି ଗୁରୁ ମଧ୍ୟ। ଗର୍ଭାବସ୍ଥା ଓ ଆତ୍ମାର ସଂଯୋଗ। ଶାସ୍ତ୍ର କହେ ଗର୍ଭଧାରଣ ସମୟରେ ମା ବାପାଙ୍କ ମନସ୍ଥିତି ସନ୍ତାନ ଉପରେ ପ୍ରଭାବ ପକାଏ। ସେଥିପାଇଁ ଗର୍ଭାବସ୍ଥାରେ ଭଗବାନଙ୍କ ନାମ, ଭଜନ, ଶୁଭଚିନ୍ତା ଅତ୍ୟନ୍ତ ଆବଶ୍ୟକ। ସନ୍ତାନକୁ ଦଣ୍ଡ ନୁହେଁ, ବୁଝିବା ଦରକାର। ମନେ ରଖନ୍ତୁ, ସେ ଆପଣଙ୍କ ଶତ୍ରୁ ନୁହେଁ, ସେ ଆପଣଙ୍କ କର୍ମ। ଯଦି ଆପଣ ଭଲ କରିବେ, ଧର୍ମରେ ଚାଲିବେ, କ୍ଷମା କରିବେ, କ୍ଷମା ଧରିବେ, ତେବେ କର୍ମ ବନ୍ଧନ ଭାଙ୍ଗିବ। ସନ୍ତାନ ସମ୍ପର୍କ ମଧୁର ହେବ। ସନ୍ତାନ କେବଳ ନାମ ବଢ଼ାଇବା ପାଇଁ ନୁହେଁ, ବୃଦ୍ଧାବସ୍ଥାର ସହାୟ ନୁହେଁ। ସନ୍ତାନ ହେଉଛି ଆପଣଙ୍କ କର୍ମର ଜୀବନ୍ତ ଆଇନା, ଯାହାକୁ ଦେଖି ଆପଣ ନିଜକୁ ବୁଝିପାରିବେ, ନିଜ କର୍ମ ସୁଧାରି ପାରିବେ, ମୁଖ୍ୟ ପଥରେ ଆଗକୁ ବଢ଼ିପାରିବେ। କେଉଁ ଆତ୍ମା କାହିଁକି ସନ୍ତାନ ରୂପେ ଆସେ? ତିନି ପ୍ରକାର ଆତ୍ମା ସନ୍ତାନ ରୂପେ ଜନ୍ମ ନେଉଛନ୍ତି। ଶାସ୍ତ୍ର ଅନୁସାରେ ସନ୍ତାନ ରୂପେ ଆସୁଥିବା ଆତ୍ମା ମୁଖ୍ୟତଃ ତିନି ପ୍ରକାର। ଋଣ ନେଇ ଆସୁଥିବା ଆତ୍ମା, ଏମାନେ ଆପଣଙ୍କ ଠାରୁ କିଛି ନେବାକୁ ଆସନ୍ତି। ସମୟ, ଧନ, ଶାନ୍ତି। ଏହି ସନ୍ତାନ ବାରମ୍ବାର ରୋଗୀ ହୁଅନ୍ତି, ଅନାବଶ୍ୟକ ଖର୍ଚ୍ଚ କରାନ୍ତି, ମା ବାପାଙ୍କୁ ମାନସିକ କଷ୍ଟ ଦିଅନ୍ତି। ଏହା ପୂର୍ବଜନ୍ମର ଋଣ ଶୋଧ। ଋଣ ଦେବାକୁ ଆସୁଥିବା ଆତ୍ମା, ସେମାନେ ଆପଣଙ୍କୁ ଉଠାଇବାକୁ ଆସନ୍ତି। ଏମିତି ସନ୍ତାନ ଛୋଟବେଳୁ ବୁଦ୍ଧିମାନ, ମା ବାପାଙ୍କୁ ସମ୍ମାନ କରନ୍ତି, ଘରେ ସୁଖ ଆଣନ୍ତି। ଶାସ୍ତ୍ର କହେ ଏମିତି ସନ୍ତାନ ପୂର୍ବଜନ୍ମରେ ଆପଣଙ୍କ ଦ୍ୱାରା ପୁଣ୍ୟ ପାଇଥାନ୍ତି। ମୁଖ୍ୟ ପଥର ସନ୍ତାନ ଗୁରୁ ଆତ୍ମା। କେତେକ ସନ୍ତାନ ଆପଣଙ୍କୁ ବହୁତ କଷ୍ଟ ଦିଅନ୍ତି, କିନ୍ତୁ ସେହି କଷ୍ଟ ଆପଣଙ୍କୁ ଧର୍ମମୁଖୀ କରେ। ଏମାନେ ଗୁରୁ ଆତ୍ମା, ଭଗବାନଙ୍କ ଦ୍ୱାରା ପଠାଯାଇଥାନ୍ତି। କାହିଁକି ଗୋଟିଏ ସନ୍ତାନ ସହିତ ଅଧିକ ମମତା ହୁଏ? ଆପଣ ଦେଖିଥିବେ, ସମସ୍ତ ସନ୍ତାନ ସମାନ, କିନ୍ତୁ ଗୋଟିଏ ସହିତ ମନ ଅଧିକ ଲାଗେ। ଶାସ୍ତ୍ର କହେ ଏହା ପୂର୍ବଜନ୍ମରେ ଗଭୀର ସମ୍ପର୍କର ସଂକେତ। ସେ ଆତ୍ମା ପୂର୍ବଜନ୍ମରେ ମା ବାପା, ସ୍ୱାମୀ, ପତ୍ନୀ, ଗୁରୁ ହୋଇଥାଇପାରେ। ସନ୍ତାନ କାହିଁକି କେବେ କେବେ ଶତ୍ରୁ ପରି ଲାଗେ? ଗରୁଡ଼ ପୁରାଣ କହେ ଯେଉଁଠାରେ ଗଭୀର କର୍ମ ରହେ, ସେଠାରେ ଦ୍ୱନ୍ଦ୍ୱ ମଧ୍ୟ ରହେ। ସନ୍ତାନ ଆପଣଙ୍କର ଦୁର୍ବଳତାରୁ ବାହାର କରେ, ଆପଣଙ୍କ ଅହଙ୍କାର ଭାଙ୍ଗେ, ଆପଣଙ୍କ ଧୈର୍ଯ୍ୟ ପରୀକ୍ଷା କରେ।
ଏହା ସଜା ନୁହେଁ, ଏହା ଶୁଦ୍ଧିକରଣ। ସନ୍ତାନ ମାଧ୍ୟମରେ କର୍ମ କିପରି ଅଟେ? ଯଦି ଆପଣ କ୍ରୋଧ କରିବା ପରିବର୍ତ୍ତେ କ୍ଷମା କରନ୍ତି, ଘୃଣା ପରିବର୍ତ୍ତେ ପ୍ରାର୍ଥନା କରନ୍ତି, ଅଭିଯୋଗ ପରିବର୍ତ୍ତେ ଧର୍ମ ଧରନ୍ତି, ତେବେ ପୂର୍ବଜନ୍ମର କର୍ମ ବନ୍ଧନ ଢିଲା କମି ଯାଇଥାଏ। ସନ୍ତାନର ବ୍ୟବହାର ଧୀରେ ଧୀରେ ବଦଳେ। ସନ୍ତାନ ପାଇଁ ସବୁଠୁ ବଡ଼ ପୂଜା କ'ଣ? ଶାସ୍ତ୍ର କହେ ମା ବାପାଙ୍କ ଶୁଦ୍ଧ ଚରିତ୍ର ହିଁ ସନ୍ତାନ ପାଇଁ ସବୁଠୁ ବଡ଼ ଆଶୀର୍ବାଦ। ଭଗବାନଙ୍କୁ ଦୋଷ ଦିଅନ୍ତୁ ନାହିଁ, ସନ୍ତାନକୁ ଶାପ ଦିଅନ୍ତୁ ନାହିଁ, ନିଜ କର୍ମକୁ ସୁଧାରନ୍ତୁ। ସନ୍ତାନ ମୃତ୍ୟୁ ପରେ ସମ୍ପର୍କ, ମୃତ୍ୟୁ ପରେ ସନ୍ତାନ। ଶ୍ରଦ୍ଧା କଲେ ପିତୃ ଶାନ୍ତି ପାଉଛନ୍ତି। ସନ୍ତାନ ପ୍ରାର୍ଥନା କଲେ ଆତ୍ମା ଊର୍ଦ୍ଧ୍ୱଗତି ପାଉଛି। ସେଥିପାଇଁ ସନ୍ତାନ ହେଉଛି ମୋକ୍ଷର ସେତୁ। ମନେ ରଖନ୍ତୁ, ସନ୍ତାନ ଆପଣଙ୍କୁ ଯେପରି ମିଳିଛି ସେ ଆପଣଙ୍କ ଜୀବନର ସବୁଠୁ ସଠିକ୍ ଶିକ୍ଷା। ସନ୍ତାନ ନା ଭଲ ନା ଖରାପ, ସନ୍ତାନ ହେଉଛି କର୍ମ। ମୁଁ ଆଶା କରୁଛି এই ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭଲ ଲାଗିଥିବ। ଯଦି ଭଲ ଲାଗିଛି ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ଏହିଭଳି ଜ୍ଞାନବୋଧକ କଥା ଶୁଣିବା ପାଇଁ ମୋ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।